ମୁଁ ଯୁବକମାନଙ୍କୁ ଆଉ ଗୋଟିଏ କଥା କହିବା ପାଇଁ ଚାହେଁ। ଯୁବକର ପରିଭାଷା ବୟସର ମାପକାଠିରେ ନୁହେଁ। ଆଜିକାଲି ଯୁବକକୁ ବଳ ମାଧ୍ୟମରେ ମାପିବା ପାଇଁ ମଧ୍ୟ ଚେଷ୍ଟା କରାଯାଉଛି। ଆମ ଭିତରେ ଅନେକ ବଳର ସୂଚନା ଦିଆଯାଉଛି। ବାହୁବଳ, ଧନବଳ ଏବଂ ମନୋବଳ, ଏ ତିନୋଟି ଭିତରୁ କେଉଁ ବଳଟିକୁ ଆପଣ ଅଧିକ ଗୁରୁତ୍ୱ ଦିଅନ୍ତି ମୁଁ ଜାଣେ ନାହିଁ। ନେତାମାନଙ୍କୁ ଦେଖିଲେ ସେ ସାଙ୍ଗରେ ବାହୁବଳକୁ ନିଅନ୍ତି, ପକେଟରେ ଧନବଳକୁ ଧରି ରଖିଥାନ୍ତି ଏବଂ ଧନବଳ ଅଧିକରୁ ଅଧିକ କିପରି ହେବ ସେଥିପାଇଁ ଯତ୍ପରୋନାସ୍ତି ଉଦ୍ୟମ କରନ୍ତି। ମୁଁ ଆଉ ଗୋଟିଏ ବଳ ଅଛି, ଯେଉଁ ବଳଟି କମି କମି ଯାଉଥିବାରୁ ଆମର ଯାବତୀୟ ଅବକ୍ଷୟ ହେଉଛି ବୋଲି ମୋର ବିଚାରରେ ମୁଁ ଭାବେ। ସେ ବଳଟି ହେଲା ମନୋବଳ। ଏହି ମନୋବଳରୁ ମୁଁ ଯେଉଁ ଛୋଟିଆ ଫର୍ମୁଲାଟିଏ କରିଛି ଯୁବବନ୍ଧୁମାନଙ୍କୁ ମନେ ରଖିବାକୁ ସୁବିଧା ହେବ ବୋଲି। ମନରେ ଅଛି 2ଟି ଅକ୍ଷର ଏବଂ ହାତରେ ଅଛି 5ଟି ଆଙ୍ଗୁଳି। ପ୍ରଥମ ଅକ୍ଷର ମ, ଦ୍ୱିତୀୟ ଅକ୍ଷର ନ। ହାତର ଯେଉଁ 5ଟି ଆଙ୍ଗୁଳି ଅଛି ସେଇ ଆଙ୍ଗୁଳି ଅନୁସାରେ 5ଟି ମ ଏବଂ 5ଟି ନ କଥା ଯୁବବନ୍ଧୁମାନଙ୍କୁ କହିବାକୁ ମୋର ଇଚ୍ଛା ହେଉଛି। ସେଇଥିରୁ ନଳିନୀ ବାବୁଙ୍କର ନିଡର କଥାଟି ଆସିବ ବୋଲି ଆକୁ ଯୋଡ଼ିବା ପାଇଁ ମୁଁ କେବଳ ଛୋଟିଆ ଚେଷ୍ଟାଟିଏ କରୁଛି। 5ଟି ମରେ ପ୍ରଥମ ମଟି ହେଲା ମା। ମାକୁ ଯିଏ ସମ୍ମାନ ଦେଇ ଜାଣେ ନାହିଁ ସେ ଏ ଦୁନିଆକୁ ଆସିବା ପାଇଁ ଯୋଗ୍ୟ ମଧ୍ୟ ନୁହେଁ, ସେ ଯୁବକ ହେଉ ବା ନ ହେଉ। ତୃତୀୟ ମଟି ହେଲା ମା ପେଟରୁ ଆସିଲା ପରେ ଆମେ ଯେଉଁଠି ପଡ଼ୁ ସେ ହେଲା ଜନ୍ମ ମାଟି। ତ ଦ୍ୱିତୀୟ ମଟି ହେଲା ମାଟି। ନିଜ ଜନ୍ମ ମାଟିକୁ ଯିଏ ସମ୍ମାନ ଦେଇ ଜାଣେ ନାହିଁ ସେ ଦୁନିଆର ଯେଉଁଠି ବି ଥାଉ ନା କାହିଁକି ସେ ମନୁଷ୍ୟ ପଦବାଚ୍ୟ ମୋ ବିଚାରରେ ନୁହେଁ। ତୃତୀୟ ମଟି ହେଲା ମା ପେଟରୁ ମାଟିରେ ପଡ଼ିଲା ପରେ ଯେଉଁ ଶବ୍ଦଟି ପିଲାଟି କରେ ସେ ଶବ୍ଦଟି ହେଲା ପ୍ରଥମ ତାର ଭାଷା। ଅନେକ କହିପାରନ୍ତି ସେ ଭାଷା କିପରି ହେବ, ସେ ଶବ୍ଦଟି କୁଆଁ କୁଆଁ ରାବଟି ଆମେ ହୁଏତ ବୁଝିପାରିବା ନାହିଁ, କିନ୍ତୁ ମା ବୁଝିପାରିବ ଏ ଶବ୍ଦର ଅର୍ଥ କ'ଣ। ପିଲାଟି କାହିଁକି କାନ୍ଦୁଛି? ମୁଦି ଦେଇଛି ବୋଲି କାନ୍ଦୁଛି, ନା ଭୋକ ଲାଗିଲାଣି ବୋଲି କାନ୍ଦୁଛି, ନା ପିଠିରେ ପିମ୍ପୁଡ଼ି ଗୋଟିଏ କାମୁଡ଼ି ଦେଇଛି ବୋଲି କଷ୍ଟ ପାଉଛି ବୋଲି କାନ୍ଦୁଛି? ଆମେ ସିନା ବୁଝିପାରିବା ନାହିଁ, ମା ବୁଝିପାରିବ ପିଲାଟିକୁ କି ଅସୁବିଧା ହେଇଛି ଯାହାଫଳରେ ସେ ଏଭଳି ଶବ୍ଦ ଉଚ୍ଚାରଣ କରୁଛି। ଏହି ଶବ୍ଦ ପରବର୍ତ୍ତୀ କାଳରେ ଆମର ମାତୃଭାଷାର ରୂପ ନେଇଛି। ଚତୁର୍ଥ ମଟି ଆମ ସମସ୍ତଙ୍କ ପାଇଁ ଅତି ପ୍ରିୟ ହୋଇ ଉଠିଛି। ଏ ପ୍ରେକ୍ଷାଳୟରେ ଏଭଳି କୌଣସି ବ୍ୟକ୍ତି ନଥିବେ ଯାହା ପାଖରେ ସେ ଚତୁର୍ଥ ମଟି ନାହିଁ। ସେଠି କ'ଣ? ମୋବାଇଲ। ମୋବାଇଲ ହେଲା ଚତୁର୍ଥ ମ। ଏଭଳି କୌଣସି ବ୍ୟକ୍ତି ଏଠି ଅଛନ୍ତି କି ଯାହାଙ୍କ ପାଖରେ ମୋବାଇଲ ନାହିଁ? ପଞ୍ଚମ ମଟି ହେଲା, ଯାହା ମଧ୍ୟ ଅନେକ ବନ୍ଧୁ ହୁଏତ ମୋତେ ବିରୋଧ କରିପାରନ୍ତି, କିନ୍ତୁ ବିଚାର ଦୃଷ୍ଟିରୁ ମୁଁ କହିବାକୁ ବାଧ୍ୟ ହେଉଛି, ସେ ମଟି ହେଲା ମଦମୁକ୍ତ ଓଡ଼ିଶା। ତେଣୁ 5ଟି ମର ମୁଁ ପରିଭାଷା କଲି। ନକୁ ମୁଁ ଖୁବ୍ ଶୀଘ୍ର ସାରି ଦେଉଛି। ମୋତେ 10-15 ମିନିଟ୍ ଟାଇମ୍ ଦେଇଛନ୍ତି, ଅଧିକ ସମୟ ନେବି ନାହିଁ। ନରେ ଯୁବବନ୍ଧୁମାନଙ୍କୁ ମୋର ପ୍ରଥମ ସନ୍ଦେଶ, ନିରୋଗ ରହିବା। ବର୍ତ୍ତମାନ ଆମେ ଯୁବକ ଅଛୁ ବୋଲି ଜୀବନଚର୍ଯ୍ୟାକୁ ଶୃଙ୍ଖଳିତ ନ କଲେ ପରବର୍ତ୍ତୀ ସମୟରେ ଆମେ ପସ୍ତେଇବା। ନିରୋଗ ଲୋକଟି ଯାହା କିଛି କରିବାକୁ ଚାହେଁ ବିନା ବାଧାରେ କରିପାରେ। ନିରୋଗ ନ ରହିଲେ ଆୟୁଷ୍ମାନ କାର୍ଡ଼ଟିକୁ ଧରି ଦ୍ୱାର ଦ୍ୱାର ବୁଲୁଥିବ ପ୍ରାଇଭେଟ୍ ହସ୍ପିଟାଲରେ
ବିଲ୍ ଉପରେ ନଜର ରଖୁଥିବ କିନ୍ତୁ ତୁମେ ନା ଶାନ୍ତି ପାଇବ ନା ସ୍ୱାସ୍ଥ୍ୟ ଫେରି ପାଇବ। ନିରୋଗ ରହିବା ପରେ ଦ୍ୱିତୀୟ ନଅଟି ହେଲା ନିରାଡ଼ମ୍ବର ଜୀବନ ଯାପନ କର। ଆଡ଼ମ୍ବର ଶୂନ୍ୟ ଜୀବନ ହିଁ ମଣିଷର ପ୍ରକୃତ ସ୍ୱାଧୀନତା ମାପକାଠି ବା ଚାବିକାଠି। ଏ ଦିଲ୍ ମାଙ୍ଗେ ମୋର୍ କୋକାକୋଲାର ବିଜ୍ଞାପନ ମୋର ପିଲାଦିନର ମନେ ପଡ଼ୁଛି ଏବଂ ମଣିଷର ଏ ପ୍ରକାର ଆବଶ୍ୟକତା କୌଣସି ଅନ୍ତ ନାହିଁ। ଆଧୁନିକ ବଜାର ସଭ୍ୟତା ମଣିଷକୁ ବଜାରୀ କରିଦେଇଛି। ଯିଏ ଯେତେ ଇଚ୍ଛା କରିପାରୁଛି, କନଜମ୍ପସନ୍ଟାକୁ ଯେତେ ବଢ଼େଇ ପାରୁଛି, ଏଇଭଳି ଏକ ସମାଜରେ ମଣିଷକୁ ସଦାବେଳେ ଅଭାବୀ କରି ତୋଳିବା ପାଇଁ ଏ ପ୍ରକାର ବିଜ୍ଞାପନ ବହୁତ ସାହାଯ୍ୟ କରୁଛି। ଆମେ ସବୁବେଳେ ଅଭାବୀ ହେଇଯାଉଛେ। ଆମର ପୁରୁଣା କଥା ଯେତିକି ଚୁନାକୁ ସେତିକି ପିଠା, ନ୍ୟାୟରେ ଆଉ କେହି ରହିବାକୁ ଚାହୁଁନାହାନ୍ତି। କିଛି କିଛି ଲୋକ ଯୁକ୍ତି କରୁଛନ୍ତି ମହତ୍ୱାକାଂକ୍ଷୀ ହେବା ଗୋଟିଏ ଯୁବକର ଅସଲ ଲକ୍ଷଣ, କିନ୍ତୁ ନିଜର ସାମର୍ଥ୍ୟ ବାହାରେ ଇଚ୍ଛା ବା ଆଶା ବା ଲୋଭ କରିବା ମଧ୍ୟ କୌଣସି ପୁରୁଷର ଲକ୍ଷଣ ନୁହେଁ। ନିଜ ସାମର୍ଥ୍ୟକୁ ବିକାଶ କରିବାରେ ଯତ୍ପରୋନାସ୍ତି ଉଦ୍ୟମ କରାଯାଉ ଏବଂ ଆଶା ଅତୀତ ଜିନିଷକୁ ଅପେକ୍ଷା କରି ନିଜକୁ ଏଭଳି ଅଭାବୀ କରିଦେବ ଯଦି ଆଜିର ନେତାମାନେ ତୁମକୁ ସଦାବେଳେ କିଣିବାକୁ ଚେଷ୍ଟା କରିବେ। ଅଭାବ ଥିଲେ ସେଇ ଅଭାବକୁ ପୂରଣ କରିବା ପାଇଁ କେତେବେଳେ 5 କିଲୋ ଚାଉଳ ତ କେତେବେଳେ ଆଉ କ'ଣ ସୁବିଧା ଦେଇ କାଳିଆ ଯୋଜନା ତ କେତେବେଳେ ସୁଭଦ୍ରା ଯୋଜନା, ଭବିଷ୍ୟତରେ ତୁମ ପାଇଁ ବଳଭଦ୍ରଙ୍କ ଯୋଜନା ମଧ୍ୟ ଅପେକ୍ଷା କରି ରହିଛି। କେବଳ ନିର୍ବାଚନକୁ ଯଦି ତୁମେ ନିଜକୁ ଅଭାବୀ କରି ରଖିବ ତାହେଲେ ଏଇଭଳି ଭିକ୍ଷା ଥାଳ ଧରି ଚାଲୁଥିବ। ଭୋଟ ଭିକ୍ଷା କରୁଥିବେ ନେତାମାନେ, ବଦଳରେ ତୁମକୁ ଏ ପ୍ରକାର ଦାନ ଦକ୍ଷିଣା ଦେବା ପାଇଁ ଚେଷ୍ଟା କରୁଥିବେ। ତୃତୀୟ ନଅଟି ହେଲା ନିରହଙ୍କାରୀ ହୁଅ। ମଣିଷର ସବୁଠାରୁ ବଡ଼ ରୋଗ ହେଲା ଅହଙ୍କାର କରିବା। ଅହଙ୍କାର ମୋ ବିଚାରରେ ଦୁଇ ରକମର। ଟିକେ ମିଠା ଅହଙ୍କାର ଆଦୌ ଆପତ୍ତି ନାହିଁ, କିନ୍ତୁ ପିତା ଅହଙ୍କାର ପାଇଁ ଆମେ ସମସ୍ତେ ସଜାଗ ରହିବା ଦରକାର। କିଛି ଲକ୍ଷ୍ମଣ ନାୟକଙ୍କର ଔଷଧିରେ ବିଶ୍ୱାସ କରୁଥିବା ବ୍ୟକ୍ତି ଭାବନ୍ତି ଯେ ପିତା ଖାଇବା ଅନେକ ସମୟରେ ସ୍ୱାସ୍ଥ୍ୟ ପକ୍ଷେ ଭଲ। ମୁଁ କିନ୍ତୁ ପିତା ଅହଙ୍କାର ବିରୋଧରେ କହୁଛି, ନିମ ପିତା ବିଷୟରେ କହୁନାହିଁ। ପିତା ଅହଙ୍କାରଟି ଆମକୁ ନଷ୍ଟ କରିଦିଏ। ମିଠା ଅହଙ୍କାର ହେଲା ଅସ୍ମିତାର ଅନ୍ୟ ନାମ। ଆଜି ଅସ୍ମିତା ବିଷୟରେ ଅନେକ ଆଲୋଚନା ହେଉଛି, କିନ୍ତୁ ଅସ୍ମିତାକୁ କେହି ବ୍ୟାଖ୍ୟା କରିପାରୁନାହାନ୍ତି। ମୋ ବିଚାରରେ ସରଳ ଭାଷାରେ ଅସ୍ମିତାର ପରିଭାଷା ହେଲା ମିଠା ଅହଙ୍କାର। ଯେଉଁ କଥାକୁ ନେଇ ମୁଁ ପରିଚିତ, ଯେଉଁ କଥାକୁ ନେଇ ବା ଯେଉଁ ପରିଚୟକୁ ନେଇ ମୁଁ ଗର୍ବ ଅନୁଭବ କରେ, ଯାହାଙ୍କୁ ନେଇ ମୁଁ ଆଜି ସାରା ଦେଶ ବିଦେଶରେ ପରିଚିତ, ସେଥିପାଇଁ ନିଜର ମୁଣ୍ଡ ଟେକି ସେ ବିଷୟରେ କହିବାର ଯେଉଁ ସାମର୍ଥ୍ୟ ଯାହାର ଅଛି ତାକୁ ହିଁ ଅସ୍ମିତା ପୁରୁଷ କହେ।